ଆଜିର ଏହି ଭିଡ଼ିଓରେ ଆମେ ଦେଖିବା ଭାରତୀୟ ରାଜନୀତି ବିଜ୍ଞାନ ବିଷୟରେ 10ଟି ବହୁତ ଗୁରୁତ୍ୱପୂର୍ଣ୍ଣ ଜିକେ, ଯାହାକି ପ୍ରତ୍ୟେକ ଛାତ୍ରଛାତ୍ରୀ, ପାଠକ ପାଠିକା ତଥା ସାଧାରଣ ଲୋକମାନଙ୍କ ପାଇଁ ଜାଣିବା ନିତାନ୍ତ ଜରୁରୀ। ଦେଖିବା ପ୍ରଥମ ପ୍ରଶ୍ନ, ଭାରତୀୟ ସମ୍ବିଧାନ କେବେଠୁ ଲାଗୁ ହେଲା? ଭାରତୀୟ ସମ୍ବିଧାନ କେବେଠୁ ଲାଗୁ ହେଲା? ଏଠାରେ ଅପସନ୍ ଅଛି 26 ଜାନୁଆରୀ 1949, 26 ଜାନୁଆରୀ 1950, 15 ଅଗଷ୍ଟ 1947, 14 ଅଗଷ୍ଟ 1947। ଏଠାରେ ନିଜେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 1 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଠିକ୍ ଅଛି, ଏହାର ସଠିକ୍ ଉତ୍ତରଟି ହେଉଛି 26 ଜାନୁଆରୀ 1950। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ? ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ? ଏଠାରେ ଅପସନ୍ ଅଛି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍, ଜାକିର ହୁସେନ, ରାଜେନ୍ଦ୍ର ପ୍ରସାଦ, ଶଙ୍କର ଦୟାଲ ଶର୍ମା। ଏଠାରେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 2 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା କେତେ? ବର୍ତ୍ତମାନ ଲୋକସଭାର ସଦସ୍ୟ ସଂଖ୍ୟା କେତେ? ଏଠାରେ ଅପସନ୍ ଅଛି 147, 210, 547, 543। ଏଠାରେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 3 ନମ୍ବର କେଉଁ ଅପସନ୍ଟି ଠିକ୍ ହେବ। ଏଠାରେ ସଠିକ୍ ଉତ୍ତରଟି ହେଉଛି 543। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ପ୍ରଧାନମନ୍ତ୍ରୀଙ୍କୁ କିଏ ନିଯୁକ୍ତି ଦିଅନ୍ତି? ପ୍ରଧାନମନ୍ତ୍ରୀଙ୍କୁ କିଏ ନିଯୁକ୍ତି ଦିଅନ୍ତି? ଏଠାରେ ଅପସନ୍ ଅଛି ବାଚସ୍ପତି, ରାଷ୍ଟ୍ରପତି, ଉଚ୍ଚ ନ୍ୟାୟାଳୟ, ରାଜ୍ୟପାଳ। ଏଠାରେ ନିଜେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 4 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି ରାଷ୍ଟ୍ରପତି। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠି ଅଛି? ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠି ଅଛି? ଏଠାରେ ଅପସନ୍ ଅଛି ନ୍ୟୁ ଦିଲ୍ଲୀ, ବମ୍ବେ, କଲିକତା, ମହାରାଷ୍ଟ୍ର। ଏଠାରେ ନିଜେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 5 ନମ୍ବର କେଉଁ ଅପସନ୍ଟି ହୋଇପାରିବ। ଏଠାରେ ସଠିକ୍ ଉତ୍ତରଟି ହେଉଛି ନ୍ୟୁ ଦିଲ୍ଲୀ। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ସଂସଦର କେତୋଟି ସଦନ ରହିଛି? ଭାରତୀୟ ସଂସଦର କେତୋଟି ସଦନ ରହିଛି? ଏଠାରେ ଅପସନ୍ ଅଛି 1, 2ଟି, 3 ଗୋଟି, 4 ଗୋଟି। ଏଠାରେ ନିଜେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 6 ନମ୍ବର କେଉଁ ଅପସନ୍ଟି ଠିକ୍ ହେବ। ଏଠାରେ ସଠିକ୍ ଉତ୍ତରଟି ହେଉଛି 2ଟି। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ରାଜ୍ୟସଭାର ଅନ୍ୟ ନାମ କ'ଣ? ରାଜ୍ୟସଭାର ଅନ୍ୟ ନାମ କ'ଣ? ଏଠାରେ ଅପସନ୍ ଅଛି ଲୋକସଭା, ନିମ୍ନ ସଦନ, ଉଚ୍ଚ ସଦନ, ମଧ୍ୟ ସଦନ। ଏଠାରେ ନିଜେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 7 ନମ୍ବର କେଉଁ ଅପସନ୍ଟି ଠିକ୍ ହେବ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଉଚ୍ଚ ସଦନ। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ? ଲୋକସଭାର କାର୍ଯ୍ୟକାଳ
କେତେ ବର୍ଷ? ଏଠାରେ ଅପସନ୍ ଅଛି 3 ବର୍ଷ, 5 ବର୍ଷ, 6 ବର୍ଷ, 4 ବର୍ଷ। ଏଠାରେ ନିଜେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 8 ନମ୍ବର କେଉଁ ଅପସନ୍ଟି ଠିକ୍ ଅଛି। ଏଠାରେ ସଠିକ୍ ଉତ୍ତରଟି ହେଉଛି 5 ବର୍ଷ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଭାରତର ରାଷ୍ଟ୍ରୀୟ ଚିହ୍ନ କ'ଣ? ଭାରତର ରାଷ୍ଟ୍ରୀୟ ଚିହ୍ନ କ'ଣ? ଏଠାରେ ଅପସନ୍ ଅଛି ପଦ୍ମଫୁଲ, ଚକ୍ର, ତ୍ରିରଙ୍ଗା, ଅଶୋକ ସ୍ତମ୍ଭ। ଏଠାରେ ନିଜେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 9 ନମ୍ବର କେଉଁ ଅପସନ୍ଟି ହୋଇପାରିବ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଅଶୋକ ସ୍ତମ୍ଭ। ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସମ୍ବିଧାନର ସଂରକ୍ଷକ କିଏ? ସମ୍ବିଧାନର ସଂରକ୍ଷକ କିଏ? ଏଠାରେ ଅପସନ୍ ଅଛି ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ଲୋକସଭା, ରାଜ୍ୟସଭା। ଏଠାରେ ନିଜେ ନିଜକୁ ପରଖିବା ପାଇଁ କମେଣ୍ଟ ମାଧ୍ୟମରେ ତୁମେ ଲେଖିପାରିବ ଯେ 10 ନମ୍ବର କେଉଁ ଅପସନ୍ଟି ଠିକ୍ ହେବ। ଏଠାରେ ସଠିକ୍ ଉତ୍ତରଟି ହେଉଛି ସର୍ବୋଚ୍ଚ ନ୍ୟାୟାଳୟ। ଧନ୍ୟବାଦ। ଏପରି ଭିଡ଼ିଓ ଦେଖିବା ପାଇଁ ଆମର ଏହି ଚ୍ୟାନେଲକୁ ନିଶ୍ଚୟ କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ଠିକ୍ ଅଛି, ଧନ୍ୟବାଦ।